ପବିତ୍ର ରଥଯାତ୍ରା ଉପଲକ୍ଷେ ସାମୂହିକ ଭଜନ ଭଣ୍ଡାରା। ପବିତ୍ର ଐତିହାସିକ ରଥଯାତ୍ରାର ପବିତ୍ର ଦିବସ। କୋଟି ଓଡ଼ିଆଙ୍କ ଏ ହେଉଛି ଐତିହାସିକ ଦିବସ। କାରଣ ଏହି ରଥଯାତ୍ରାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରର ଗମ୍ଭୀର ଭିତରୁ ବାହାରି ଆସି ଭକ୍ତମାନଙ୍କ ଗହଣରେ ମିଶିବାର ସୁଯୋଗ ଦେଇଥାନ୍ତି। ଗୋଟିଏ ବର୍ଷର ବ୍ୟବଧାନ ପରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯାଇଥାନ୍ତି। ସୁସଜ୍ଜିତ ରଥରେ ବସି ମାଉସୀ ଘରକୁ ଯାଉଥିବା ଯୋଗୁଁ ଏହି ଐତିହାସିକ ଦିବସକୁ ରଥଯାତ୍ରା ବୋଲି ପାଳନ କରାଯାଇଥାଏ। ରଥରେ ବିଜେ ହୋଇଥିବା ତିନି ଠାକୁରଙ୍କୁ ଭକ୍ତମାନେ ରଥ ଟାଣି ମାଉସୀ ଘରକୁ ନେଇଥାନ୍ତି। ଶଙ୍ଖ ଘଣ୍ଟ ସହିତ ହରିବୋଲ ହୁଳହୁଳି ଦେଇ ଖୁବ୍ ଉତ୍ସାହର ସହିତ ରଥ ଟାଣି ଭକ୍ତମାନେ ରଥଯାତ୍ରା ପାଳନ କରିଥାନ୍ତି। ସେହି ପବିତ୍ର ରଥଯାତ୍ରାରେ ଶ୍ରୀମନ୍ଦିରରୁ ମାଉସୀ ଘରକୁ ପହଞ୍ଚି ସାରିଛନ୍ତି ତିନି ଠାକୁର। ପୁଣି କିଛି ଦିନର ବ୍ୟବଧାନ ପରେ ମାଉସୀ ଘରୁ ଶ୍ରୀମନ୍ଦିରକୁ ଫେରି ଆସିବେ ତିନି ଠାକୁର। ମାଉସୀ ଘରେ କିଛି ଦିନର ରହଣି ଭିତରେ ବିଧିମତେ ଅନେକ କିଛି କାର୍ଯ୍ୟକ୍ରମ କରାଯାଇଥାଏ। ଭଜନ କୀର୍ତ୍ତନର ମହାସମାରୋହ ମାଉସୀ ଘରେ ହେଉଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରା କାର୍ଯ୍ୟକ୍ରମ ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇଥାଏ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମାଉସୀମା ମନ୍ଦିରଠାରେ ଟେଣ୍ଟ, ଲାଇଟ୍, ସାଉଣ୍ଡ ଏବଂ ଫୁଲ ମାଲିକ ସଂଘ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ଭଣ୍ଡାରା କାର୍ଯ୍ୟକ୍ରମ କରାଯାଇଛି। ମାଉସୀ ମା ମନ୍ଦିରରେ ଏହି ଭଣ୍ଡାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ପ୍ରବଳ ଗହଳି ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ଦର୍ଶନ ଲାଭ କରି ମହାପ୍ରସାଦ ପାଇବା ପାଇଁ ଶହ ଶହ ଭକ୍ତ ଭିଡ଼ ଜମାଇଥିଲେ। ଏଠାରେ କରାଯାଇଥିବା ସାମୂହିକ ଭଜନ ଭଣ୍ଡାରା କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦ ମନରେ ପ୍ରସାଦ ଗ୍ରହଣ କରି ଶାନ୍ତି ଅନୁଭବ କରିଥିଲେ। ସାମୂହିକ ମାଲିକ ସଂଘର ସଭାପତି ଜ୍ୟୋତିଲାଲ ବଞ୍ଜାରେ, ଉପସଭାପତି ଜେସିଂ କେତିକି, ସମ୍ପାଦକ କିଶୋର ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ଶୋଭା ନିଆଲ ସଂଘ ତରଫରୁ ଭଣ୍ଡାରାର ଆୟୋଜନ କରାଯାଇଥିଲା। ଏହି ମାଲିକ ସଂଘର ଉପଦେଷ୍ଟା କମିଟିର ସଦସ୍ୟ ରାଜୁ ବର୍ମା, କୁଞ୍ଜ ମେହେର, ଉମାକାନ୍ତ ଯୋଶୀ, ଲିଙ୍ଗରାଜ ବିଶି, ପ୍ୟାରୀ ପଟେଲ, ଲୋକନାଥ ପଟେଲ, ସରୋଜ ରଣା, ସୁଶାନ୍ତ ସୁନାନୀ ସଂଘର ସମସ୍ତ ସଦସ୍ୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।